ଏବେ ଯେଉଁଭଳି ଭାବରେ ଶୀତ ହେଉଛି, ଯଦି ସେଥିରେ ଟିକେ ଚିକେନ୍ ସୁପ୍ ମିଳିଯାଏ ତାହେଲେ ମଜା ଆସିଯିବ। ତ ଚାଲନ୍ତୁ ଆମେ ସେଇ ଚିକେନ୍ ସୁପ୍ ଆଜି ପ୍ରିପେୟାର କରିବା। କିଛି ବି ବାହାରର ଜିନିଷ, ବାହାରର ମସଲା ଆମେ ୟୁଜ୍ କରିବାନି। ଘରେ ହିଁ ଆମେ ସବୁ ପରିବାରେ ଚିକେନ୍ ସୁପ୍ ବନେଇବା। ତ ଚାଲନ୍ତୁ ପ୍ରଥମେ କିଛି ଚିକେନ୍ ନେବେ। ମୁଁ ଏଇଠି 250 ଗ୍ରାମର ଚିକେନ୍ ନେଇଛି। ସେଥିରେ ଟିକେ ଲୁଣ, ଟିକେ ହଳଦୀ, ଟିକେ ସୋରିଷ ତେଲ ଦେଇକି ତାକୁ ଭଲ ଭାବରେ ଗୋଳେଇ ଦେବେ, ଯେମିତିକି ଲୁଣ, ହଳଦୀ ଆଉ ସୋରିଷ ତେଲ ଚିକେନରେ ଭଲ ଭାବରେ ମିଶିଯିବ। ତାକୁ ଭଲ ଭାବରେ ମିଶାଇ ସାରିଲା ପରେ କିଛି ସମୟ ପାଇଁ ଛାଡ଼ିଦେବେ, 10 ମିନିଟ୍ ପାଇଁ ଛାଡ଼ିଦେବେ। ତା ଭିତରେ ସେ ପ୍ରପରଲି ମିକ୍ସ ହେଇଯିବ। ଏବେ ଚାଲନ୍ତୁ ଆମେ ଗୋଟେ କଢ଼େଇରେ କିଛି ଗରମ ପାଣି ବସାଇବା। ଗରମ ପାଣିରେ ଆମେ କ'ଣ କରିବା ନା, ଯେଉଁ ମ୍ୟାରିନେସନ୍ ଚିକେନ୍ ରଖିଛନ୍ତି ତାକୁ ଆଡ଼୍ କରିବା। ଏଠି ମୁଁ ବଡ଼ ବଡ଼ ପିସ୍ର ଚିକେନ୍ ନେଇଛି। ଆପଣ ଚାହିଁଲେ ଚିକେନ୍କୁ ଏଠି କିମା କରିକି ମଧ୍ୟ ନେଇପାରିବେ, ଆଉ ଏଠି ବଏଲ୍ ନ କରି ଡାଇରେକ୍ଟ ଫ୍ରାଏ କରିକି ମଧ୍ୟ ନେଇପାରିବେ। ମୁଁ ଏଠି ବଏଲ୍ କରିକି ନେଇଛି। ମୋର ଏବେ ଚିକେନ୍ ବଏଲ୍ ହେଇଗଲା, ତାକୁ କାଢ଼ିଦେଲି। ସେମ୍ କଢ଼େଇରେ ଏବେ କିଛି ରିଫାଇନ୍ ତେଲ ଦେଲି। ତାପରେ ମୁଁ ଯେଉଁ ପରିବା ଗୁଡ଼ାକ ଏଠି ନେଇଛି ତାକୁ ଦେବି। ପରିବା ଭିତରେ ଫାଷ୍ଟ କଞ୍ଚା ଲଙ୍କା ଦେଲି। କଞ୍ଚା ଲଙ୍କାକୁ ଟିକେ ଭାଜି ସାରିଲା ପରେ ତାପରେ ଏବେ ରସୁଣ ଟିକେ ଭାଜି ହେଇଗଲା ପରେ 1 ଇଞ୍ଚର ଅଦା ନେଇଛି। ଆପଣ ଆପଣଙ୍କ ହିସାବରେ ଲଙ୍କା ପକାଇବେ, କାରଣ ଯଦି ଆପଣଙ୍କର ଛୋଟ ପିଲା ଖାଉଥିବେ ତ ସେମାନେ ବେଶୀ ରାଗ ଖାଇବେନି, ତ ଆପଣଙ୍କ ଅନୁସାରେ ଆପଣ ପକାଇବେ। ତାପରେ ଚପ୍ କରିକି ରଖିଥିବା ପିଆଜ ନେଇଛି। ପିଆଜକୁ ଟିକେ ଫ୍ରାଏ କରିସାରିଲା ପରେ ଏବେ ଦେବେ ଆପଣ ଚପ୍ କରି ରଖିଥିବା କ୍ୟାପ୍ସିକମ୍। ମୁଁ ଏଠି 1 କ୍ୟାପ୍ସିକମ୍ ନେଇଛି। 1 ଗାଜର, ତାକୁ ବି ଏମିତି ସବୁକୁ ଛୋଟ ଛୋଟ କରି ଭଲ ଭାବରେ କାଟି ନେଇଛି। ଏବେ ଦେଉଛି 1 ବନ୍ଧାକୋବି। 1 ନୁହେଁ, ଅଳ୍ପ କିଛି, ପ୍ରାୟତଃ 200 ଗ୍ରାମର ବନ୍ଧାକୋବି ମୁଁ ଏଠି ନେଇଛି। ତ ବର୍ତ୍ତମାନ ଆକୁ ଆପଣ ଭଲ ଭାବରେ ଭାଜିବେ। 10ରୁ 15 ମିନିଟ୍ ଆକୁ ଭଲ ଭାବରେ ଭାଜିବେ। ଭାଜି ହେଇସାରିଲା ପରେ ଯେଉଁ ଚିକେନ୍ଟା ମୁଁ ବଏଲ୍ କରିଥିଲି ତାକୁ ମୁଁ ଏମିତି 1 କଣ୍ଟା ଚାମଚ ସାହାଯ୍ୟରେ ମ୍ୟାଶ୍ କରି ନେଇଛି। ଏଟାକୁ ଏମିତି ମ୍ୟାଶ୍ କରିକି ସେଥିରେ ଆଡ଼୍ କରିବେ। ଆଡ଼୍ କରି ତାକୁ ଭଲ ଭାବରେ ଭାଜିବେ। ଭାଜି ସାରିଲା ପରେ ସେଥିରେ ଏବେ ଦେବେ ଟମାଟୋ ସସ୍, ସୋୟା ସସ୍, ଚିଲି ସସ୍ ମୁଁ ଏଠି ପକାଇନି, କାହିଁକିନା ଆମର ଏଠି ଛୋଟ ପିଲା ଖାଇବେ, ସେଥିପାଇଁ ମୁଁ ପକାଇଲିନି। ଆଉ ଭିନେଗାର ଦେଇକି ତାକୁ ବର୍ତ୍ତମାନ 5ରୁ 10 ମିନିଟ୍ ପୁଣି ଥରେ ଭଲ ଭାବରେ ଭାଜିବେ। ଗ୍ୟାସ୍ର ଫ୍ଲେମ୍କୁ ଲୋ ମିଡ଼ିୟମ୍ରେ ରଖି ତାକୁ ଭଲ ଭାବରେ ଭାଜିବେ। ନହେଲେ ଯଦି ଭଲରେ ନ ଭାଜିବେ ତାହେଲେ ତଳୁ ଲାଗିଯିବ ଆଉ ଭଲ ଲାଗିବନି। ଟିକେ ଭାଜି ହେଇଗଲା ପରେ ସେଥିରେ ଆମେ ପାଣି ଦେବା। ଏଠି ଗରମ ପାଣି ନେବେ। ଗରମ ପାଣି ନେଲେ ତା'ର ଟେଷ୍ଟଟା ବହୁତ ବଢ଼ିଆ ଆସିଥାଏ। ବର୍ତ୍ତମାନ ଆକୁ ଭଲ ଭାବରେ ମିଶାଇ ଦେବା ଆଉ ଘୋଡ଼େଇକି ଫୁଟିବା ପାଇଁ ଛାଡ଼ିଦେବା। 5ରୁ 10 ମିନିଟ୍ ପରେ ସେ ଫୁଟିଗଲା ପରେ ଏବେ ଆମେ ସେଥିରେ ଆଡ଼୍ କରିବା ଲୁଣ, ଜିରା ପାଉଡ଼ର ଆଉ ଗୋଲମରିଚ ପାଉଡ଼ର। ଆଉ କୌଣସି ବି ବାହାର ମସଲା ଏଥିରେ ୟୁଜ୍ କରିବା ଦରକାର ନାହିଁ। ତାପରେ ବର୍ତ୍ତମାନ ଆମେ ଦେବା ଟିକେ କର୍ଣ୍ଣଫ୍ଲୋରକୁ ମୁଁ 2 ଚାମଚ ପାଣିରେ ଭଲ ଭାବରେ ଗୋଳେଇକି ଦେଇଛି। ତା ଉପରେ 1 ଅଣ୍ଡାକୁ ଏମିତି ଚାରିଆଡ଼କୁ ବୁଲେଇ ଭଲ ଭାବରେ ପକାଇବେ। ଆଉ ତାକୁ ପକାଇ ସାରିଲା ପରେ ଏମିତି ମିକ୍ସ କରିଦେବେ। ମିକ୍ସ କରିଦେଲା ପରେ ଇଏ ଇଭେନଲି ଆମର ସୁପ୍ରେ ଭଲ ଭାବରେ ମିକ୍ସ ହେଇଯିବ। ସୁପ୍କୁ ମିଶାଇ ସାରିଲା ପରେ ବର୍ତ୍ତମାନ ଆମର ଆଉ କୌଣସି ବି ବାହାର ଜିନିଷ ମିଶିବାର ନାହିଁ। ସୁପ୍ ବର୍ତ୍ତମାନ ଟିକେ ଫୁଟି ଆସିଲା ପରେ ସୁପ୍ ଆମର ରେଡ଼ି। ଆପଣମାନେ ୟାକୁ ଥଣ୍ଡା ପାଗରେ ଏନ୍ଜୟ କରିପାରିବେ। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଦେଖନ୍ତୁ ବର୍ତ୍ତମାନ ଆମର ସୁପ୍ ରେଡ଼ି। ଆପଣମାନେ ଏହାକୁ ଆପଣଙ୍କ ଫ୍ୟାମିଲି ମେମ୍ବରଙ୍କ ସହିତ ବସିକି ଏନ୍ଜୟ କରିପାରିବେ। ବହୁତ ଟେଷ୍ଟି ହେଇଥିଲା। ମୁଁ କୌଣସି ବି ବାହାର ଜିନିଷ ୟୁଜ୍ କରିନି। ବାସ୍ ଆପଣ ଉପରେ ଆଉ ଟିକେ ଧନିଆ ପତ୍ର ପକାଇଦେବେ। ଓକେ, ରହିଲି।